ଜୟ ଗୁରୁ। ଶ୍ରୀ ଶ୍ରୀ ଠାକୁର ମୋ ପାଖରେ ବସି ଲକ୍ଷ ଧର୍ମ କଥା ଶୁଣାନା କାହିଁକି? ସେଥିରେ କିଛି ବି ହେବ ନାହିଁ। ଯଦି ମୁଁ ଯାହା କହୁଛି ତାହା ନ କର, ନ କହୁଣୁ ଯଦି କର, ତାହା ତ ସବୁଠାରୁ ଭଲ। ପରିବେଶକୁ ସୁସ୍ଥ ସମର୍ଥ ବର୍ଦ୍ଧନ ମୁଖର କରି ରଖିବା ମାନେ ହିଁ ନିଜର ସ୍ୱାର୍ଥକୁ ଅକ୍ଷୁଣ୍ଣ ରଖିବା। ପରିବେଶକୁ ସବୁ ଦିଗରୁ ଭଲ ଓ ଉନ୍ନତ କରି ତୋଳିବା ତୁମର ଆତ୍ମସଂରକ୍ଷଣମୂଳକ ନିତ୍ୟକର୍ମର ଅଙ୍ଗୀଭୂତ। ଏହା ଯଦି ନ କର, ତେବେ ଧର୍ମ ହେବ ନାହିଁ, ଅର୍ଥାତ୍ ବଞ୍ଚିବା ଓ ବଢ଼ିବା ପଥରେ ଚାଲିବା ହେବା ନାହିଁ, ବିନ୍ୟାସ ବିଭୂତି ଲାଭ କରାଯିବ ନାହିଁ। ତେବେ ଏସବୁ କରିବାକୁ ହେଲେ ସୁକେନ୍ଦ୍ରିକ ଓ ଇଷ୍ଟସ୍ୱାର୍ଥ ପ୍ରତିଷ୍ଠା ମୁଖର ହୋଇ କରିବାକୁ ହେବ ଏବଂ ତାହା ହିଁ ହେଉଛି ଧର୍ମ। ଜୟ ଗୁରୁ।